ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ବର୍ତ୍ତମାନ କୃଷି ଯନ୍ତ୍ରପାତି ମେଳା ଚାଲୁ ରହିଛି। ଆପଣମାନେ ଯେକୌଣସି କୃଷି ଯନ୍ତ୍ରପାତି ଯଥା ଥ୍ରେସର, ପାୱାର ଟିଲର, ଟ୍ରାକ୍ଟର, ପମ୍ପ ସେଟ୍ ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି ଉପକରଣକୁ ଆପଣମାନେ କିପରି ବୁକିଂ କରିପାରିବେ ଏବଂ ରିହାତି ମୂଲ୍ୟରେ ଆପଣମାନେ କିପରି ବୁକିଂ କରିବେ, ମୁଁ ଆପଣମାନଙ୍କୁ କହିବି। ଯଦି ପ୍ରଥମ ଥର ଆମ ଚ୍ୟାନେଲକୁ ଆସୁଛନ୍ତି, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପ୍ରତ୍ୟେକ ଦିନ କିଛି ନୂଆ ନୂଆ ଭିଡ଼ିଓ ଆପଣମାନେ ଦେଖିପାରିବେ। ଚାଲନ୍ତୁ ଦେଖିବା ଆମେ ଯେ ଆପଣମାନେ ଯେକୌଣସି କୃଷି ଯନ୍ତ୍ରପାତିକୁ କିପରି ବୁକିଂ କରିବେ। ଦେଖନ୍ତୁ, ଆପଣମାନେ କୃଷି ଯନ୍ତ୍ରପାତି ବୁକିଂ କରିବା ପୂର୍ବରୁ ଆପଣମାନେ ନିଜ ମୋବାଇଲ ଫୋନରେ ବି ଦେଖିପାରିବେ ଡିବିଟି ସ୍କିମ୍ ଫର ଫାର୍ମ ଇମ୍ପ୍ଲିମେଣ୍ଟସ୍। ଆପଣମାନେ ଦେଖନ୍ତୁ, ଏଠି ଗୋଟେ ଅପସନ୍ ରହିଛି ଯେ ମେଳା ସେଡ୍ୟୁଲ୍। ଆପଣଙ୍କର ଡିଷ୍ଟ୍ରିକ୍ଟରେ କେବେ କୃଷି ମେଳା ରହିଛି ଆପଣ ଚାହିଁଲେ ଚେକ୍ କରିକି ଆପଣ ଯାଇ କୃଷି ମେଳାରେ ଆପଣଙ୍କ ମୁତାବକ ମେସିନ୍କୁ ଚଏସ୍ କରିପାରିବେ। ଚାଲନ୍ତୁ ଆମେ ଦେଖିବା ଯେ ଆପଣ ଡିଷ୍ଟ୍ରିକ୍ଟରେ ବା ଆପଣଙ୍କ ଡିଷ୍ଟ୍ରିକ୍ଟରେ କେବେ କେଉଁ ଦିନ କୃଷି ମେଳା ରହିଛି। ଦେଖନ୍ତୁ, ଇଏ ଥିଲା ଫାର୍ମ ମେସିନାରୀ ମେଳା 24 ସେଡ୍ୟୁଲ୍ ରହିଛି। ଆପଣଙ୍କ ଡିଷ୍ଟ୍ରିକ୍ଟ ମୁତାବକ ଆପଣ ଏଠି ଚଏସ୍ କରି ଦେଖିପାରିବେ ଯେ ଆପଣଙ୍କ ଡିଷ୍ଟ୍ରିକ୍ଟରେ କେବେ ରହିଛି କୃଷି ମେଳା। ତାକୁ ଚୟନ କରିକି ଆପଣ କୃଷି ମେଳାରେ ପ୍ରଥମେ ଯାଇ ଦେଖିପାରିବେ। ଦେଖନ୍ତୁ, ଏଠି ଗଜପତି ଆମ ଡିଷ୍ଟ୍ରିକ୍ଟ, ମୁଁ ଗଜପତି ଦେଖିଲି। ଏଠି ପାଲାଖେମୁଣ୍ଡି ରହିଛି କେବେ 3/12/2024 ତାରିଖରେ କୃଷି ମେଳା ରହିଛି। ଏଠି କଣ୍ଟାକ୍ଟ ନମ୍ବର ଦେଇଛି, ଆପଣ କାହାକୁ କଣ୍ଟାକ୍ଟ କରିପାରିବେ, ଏ ଡିଟେଲ୍ ଦେଇଛି। ତେଣୁ ଆପଣଙ୍କ ଡିଷ୍ଟ୍ରିକ୍ଟ ମୁତାବକ ଆପଣମାନେ ଆପଣଙ୍କ ଡିଷ୍ଟ୍ରିକ୍ଟ ଦେଖିପାରିବେ ଯେ କୃଷି ମେଳା କେବେ ରହିଛି। ସେ ଅନୁସାରେ ଆପଣମାନେ କୃଷି ମେଳାକୁ ଯିବେ ଏବଂ ଯେଉଁ ମେସିନ୍ କିଣିବାକୁ ଚାହୁଁଛନ୍ତି ସେ ମେସିନ୍କୁ ଆପଣମାନେ ଚଏସ୍ କରିବେ। ତାପରେ ସେଠି ଜଣେ କୃଷି ଅଧିକାରୀ ଥିବେ ବା ସେଇ କମ୍ପାନୀର ବା ଯେଉଁ ମେସିନ୍ କମ୍ପାନୀର ଜଣେ କିଛି ଅଧିକାରୀ ଥିବେ, ତାଙ୍କ ସହିତ ଆପଣମାନେ କିପରି ଯୋଗାଯୋଗ କରିବେ ଚାଲନ୍ତୁ ଆମେ ଦେଖିବା। ଆପଣମାନେ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିବା ପୂର୍ବରୁ ଆପଣମାନେ ନିଜ ମୋବାଇଲ ଫୋନ୍ ବି ଦେଖିପାରିବେ ଯେ ଆପଣଙ୍କ ବ୍ଲକରେ କେତୋଟି ଟାର୍ଗେଟ୍ ରହୁଛି କେଉଁ ମେସିନ୍ ଉପରେ। ତାହା ମଧ୍ୟ ଆପଣ ଅନଲାଇନ୍ ଚେକ୍ କରିପାରିବେ। ଚାଲନ୍ତୁ ଦେଖିବା ଯେ ଆପଣଙ୍କ ବ୍ଲକରେ କେତୋଟି କେଉଁ ମେସିନ୍ ପାଇଁ ଟାର୍ଗେଟ୍ ରହିଛି ଦେଖିବା। ଦେଖନ୍ତୁ, ଆପଣ ସପୋଜ୍ ଗୋଟେ ଥ୍ରେସର କିଣିବାକୁ ଚାହୁଁଛନ୍ତି ବା ଟ୍ରାକ୍ଟର କିଣିବାକୁ ଚାହୁଁଛନ୍ତି, ଆପଣମାନେ କିପରି ବୁକିଂ କରିବେ କୃଷି ମେଳାକୁ ଯାଇକି। ଦେଖନ୍ତୁ, ଏଠି ରହିଛି ରିପୋର୍ଟ ଆପଣ ଅନଲାଇନ୍ ଦେଖାଉଛି ଯେ ବ୍ଲକ ଟାର୍ଗେଟ୍ ଆପଣ ଦେଖିବେ ଆପଣଙ୍କ ବ୍ଲକରେ କେତୋଟି ଟାର୍ଗେଟ୍ ରହିଛି। ଆପଣମାନେ ଅନଲାଇନ୍ ଚାହିଁଲେ ବି ଚେକ୍ କରିପାରିବେ। ଏଠି ଫାଇନାନ୍ସିଆଲ୍ 24-25 ଦେବେ। ଏଠି ଆପଣଙ୍କ ଡିଷ୍ଟ୍ରିକ୍ଟ ମୁତାବକ ଏଠି ଆପଣ ଡିଷ୍ଟ୍ରିକ୍ଟ ଚଏସ୍ କରିବେ। ଦେଖନ୍ତୁ, ମୁଁ ଏଠି ଗଜପତି ଚଏସ୍ କଲି। ତା ସହିତ ଇମ୍ପ୍ଲିମେଣ୍ଟ ଆପଣ କ'ଣ କହିବାକୁ ଚାହୁଁଛନ୍ତି, ଟ୍ରାକ୍ଟର, ପାୱାର ଟିଲର ଆଣ୍ଡ ବ୍ଲାଇଣ୍ଡର, ଟ୍ରାନ୍ସପ୍ଲାଣ୍ଟର, ରୋଟାଭେଟର, ହାର୍ଡ କମ୍ବାଇନ୍, ଏମିତି ଗୁଡ଼ାଏ ମେସିନ୍ ରହିଛି। ଯେ ମୋତେ ଗୋଟେ ଥ୍ରେସର ଦରକାର, ମଲ୍ଟିକ୍ରପ୍ ଥ୍ରେସର ବା ଧାନମଣା ମେସିନ୍। ମୁଁ ଏଠି କ୍ଲିକ୍ କଲି। ତାପରେ ଦେଖନ୍ତୁ, ଆପଣମାନେ କିଛି ସମୟ ୱେଟ୍ କରିବେ। ଦେଖନ୍ତୁ, ଏଠି କ୍ୟାଟେଗୋରୀ ୱାଇଜ୍ ଟାର୍ଗେଟ୍ ରହିଛି, ଯେପରିକି ଏଠି ଜେନେରାଲ ପାଇଁ ରହିଛି 2020ଟା, SC/ST ପାଇଁ 630ଟା ଏବଂ ଟାର୍ଗେଟ୍ ଏଷ୍ଟିମେଟ୍ ରହିଛି 900ଟି। ଏଇଭଳି ରହିଛି। ଦେଖନ୍ତୁ, ଏଠି କିଛି ମାତ୍ରାରେ ବି ବୁକିଂ ହେଇଛି, ଆପଣମାନେ ଦେଖିପାରିବେ। ଆପଣମାନେ କିପରି ବୁକିଂ କରିବେ ଏ ସମ୍ପୂର୍ଣ୍ଣ ରୂପେ ଦେଖିପାରିବେ ଯେ ଆପଣଙ୍କ ଡିଷ୍ଟ୍ରିକ୍ଟରେ ଆପଣଙ୍କ କିଣୁଥିବା ମେସିନ୍ ଉପରେ ବା କୃଷି ଯନ୍ତ୍ରପାତି ଆପଣ ଚଏସ୍ କରିବେ, ଦେଖିବେ। ତାପରେ କୃଷି ମେଳାକୁ ଆପଣମାନେ ଯିବେ। ସେଠି ଆପଣ କ'ଣ କରିବେ, ଆପଣ ଚଏସ୍ କରିଥିବା କମ୍ପାନୀର ଯନ୍ତ୍ରପାତି ଦେଖିବେ। ସେଥିରେ ବସିଥିବା କୃଷି ଅଧିକାରୀ ବା ଯେକୌଣସି କମ୍ପାନୀର ଅଧିକାରୀ ଆପଣମାନଙ୍କୁ ସବସିଡ଼ି ବିଷୟରେ କହିବେ। କେତେ ଟଙ୍କା ଆପଣମାନଙ୍କ ସବସିଡ଼ି ଆସିବ ସେ ଆପଣମାନେ ଡିଟେଲ୍ସ କହିବେ ଏବଂ ସେ ଅନୁସାରେ ଆପଣ ସେଠି ବୁକିଂ କରିପାରିବେ। ନହେଲେ ଆପଣଙ୍କ ନିକଟରେ ଥିବା ଯେକୌଣସି କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିକି ବା ମୁଁ ଆପଣଙ୍କୁ ଯେପରି କହିଲି ପ୍ରଥମେ ଡିଷ୍ଟ୍ରିକ୍ଟ ୱାଇଜ୍ କୃଷି ମେଳା ଦେଖିକି ଆପଣ ଚାହିଁଲେ କଲ୍ କରିକି ଏହାକୁ ବୁକିଂ କରିପାରିବେ।